ମାମାଲି ବିଦୁଆ ଏତେ ବର୍ଷା କୁଆଡ଼େ ଯାଉଛୁ? ମାଛ ଆଣିଛି। ଏବେ ଆମେ ଦୁଇ ସାଙ୍ଗ ବାହାରିଲୁ ମାର୍କେଟ ମାଛ ଆଣିବାକୁ। ମାଛ ମାର୍କେଟ ଯାଇ ଦେଖୁ ତ କିଛି ପହଣା ମାଛ ସହିତ କିଛି ଚିଙ୍ଗୁଡ଼ି ଥିଲା। ଆମେ ପହଣା ମାଛ ନେବୁ ଭାବିଲୁ। ଭାଇନା ଆମର ମାଛ ଓଜନ କରିଦେଲେ, ପୁରା କାଟି ଦେଇକି ଫ୍ରେଶ୍ କରିଦେଲେ। ଦେଖନ୍ତୁ ସାଙ୍ଗମାନେ, ପୋଲିସ ଭାଇନା ଚାଲି ଆସିଲେ। ୱାଉ, ଆମେ ତ ପୁରା ଡରିଗଲୁ। ଭାଇନା ଆମର ମାଛକୁ ସବୁ କାଟିଦେଲେ, ଆଉ ପୁରା ଫ୍ରେଶ୍ କରିକି ଆମକୁ ଦେଇଦେଲେ। ଏବେ ଆମେ ଚାଲିଲୁ ମାଛ ନେଇକି ମେସ୍କୁ। ତ ତାପରେ ମାଛକୁ ଆମେ ପୁରା ଧୁଆ ଧୁଇ କରିଦେଲେ, ଲୁଣ ହଳଦୀ ମଧ୍ୟ ଗୋଳେଇ ଦେଲୁ। ମାଛ ସହିତ ମଧ୍ୟ କିଛି ବିହନ ଆସିଥିଲା। ମାଛକୁ ପୁରା ଭଲସେ ଭାଜିଦେଲୁ। ତାପରେ ତେଲରେ କିଛି ପିଆଜ, ତାପରେ ମସଲା ଆଉ ଟମାଟୋ ପକେଇ ମସଲା ପୁରା ରେଡ଼ି କରିଦେଲୁ। ଦେଖନ୍ତୁ ସାଙ୍ଗମାନେ, ମସଲାଟା ପୁରା ସୁନ୍ଦର ଦେଖାଯାଉଛି ନା। ଆଳୁ ପକେଇ ମଧ୍ୟ ଆମେ ପୁରା କଷିଦେଲୁ, ଆଉ କିଛି ପାଣି ଦେଇକି ତରକାରୀ ଫୁଟିବା ପାଇଁ ଛାଡ଼ିଦେଲୁ। ୱାଉ, ତରକାରୀଟା ବହୁତ ସୁନ୍ଦର ଦେଖାଯାଉଛି ନା। ତାପରେ ପୁରା ଥାଳିରେ ଆମେ ସଜେଇ ଦେଲୁ ଭାତ, ମାଛ ତରକାରୀ, ଲେମ୍ବୁ, ଆମ୍ବ ସବୁ ସଜେଇ ଦେଲୁ। ୱାଉ, କେତେ ସୁନ୍ଦର ଦେଖାଯାଉଛି। ୱାଉ, ସତରେ ବହୁତ ଟେଷ୍ଟି ଥିଲା।